ଆରେ ଶୁଣ, ହଁ କଣ ହେଲା? ମୁଁ କଣ ଶୁଣୁଛି ତମେ ମୋ ଗାଡି ଭାଙ୍ଗି ଦେଇଛ। ଆରେ ତମ ଗାଡି? ହଁ, ମୋ ଗାଡି। ଯେତେବେଳେ ମୋ ବାପା ମତେ ସେ ଗାଡି ଦେଇଛନ୍ତି ସେଟା ମୋ ଗାଡି ନୁହଁ, ଆଉ କାହା ଗାଡି? ପ୍ରଥମ କଥା ହଉଛି ସେ ଗାଡି ମୁଁ ଚଲଉନଥିଲି, ମୁଁ ପାର୍କିଂ ରେ ଥୋଇଥିଲି, ପଛଆଡୁ କିଏ ପିଟି ଦେଲା। ଆଉ ଦ୍ୱିତୀୟ କଥା ହଉଛି ସେଇଟା ତମ ଗାଡି? କଥା, ଯେତେବେଳେ ମୋ ବାପା ମତେ ଗାଡି ଦେଇଛନ୍ତି ସେଟା ମୋର ହେଲା ନା? ଦ୍ୱିତୀୟ କଥା ହେଲା, ସେ ଗାଡି ତମେ ନେଇକି ଯାଇଥିଲ ନା? ପାର୍କିଂ ରେ ଯିଏ ପଛଆଡୁ ବାଡେଇଲା ସେ ଦାୟିତ୍ୱ ତମେ ନେବ ନା ମୁଁ ନେବି? ଚାବି ଦିଅ। କାଲିଠୁ ବସ୍ ରେ ଯିବ। ଆରେ କଣ କରୁଛ? ନାଇଁ, ଏଇ ଫଟୋ ଫ୍ରେମ ଟାକୁ ଲଗଉଥିଲି। ଫଟୋ ଫ୍ରେମ ଲଗଉଥିଲ? ଆରେ ତମର ଟିକେ ବୁଦ୍ଧିଶୁଦ୍ଧି ଅଛି ନା ନାଇଁ? ତମେ କୋଉଠି ଛିଡା ହେଇଛ ତମେ ଜାଣିପାରୁଛ? ବେଡ ଉପରେ ଛିଡା ହେଇଛ, ସେ ପୁଣି ମହିଳା ଗୋଡରେ। ଜାଣିଛ ସେ ଖଟର ଦାମ କେତେ? 50,000। ସେଇଟା ପୁଣି ମୋ ବାପା ଦେଇଥିଲେ। ତମ ପାଖରେ କୋଉ ଜିନିଷର ମୂଲ୍ୟ ନାହିଁ। ଆରେ ଏମିତି କାହିଁ ଗର ଗର ହଉଛୁ କହିଲ? ଆରେ ଏ ଖଟଟା ନା, ଏଇଟା କଣ ସଫା ହେଇପାରିବନି? କଣ କହିଲ? ସଫା ହେଇଯିବ? ଆରେ ମୁଣ୍ଡରେ ଯଦି ବୁଦ୍ଧି ଟିକେ ଭର୍ତ୍ତି କରିଥାନ୍ତ ଏଇଟା କାଇଁ ମଳିଆ ହେଇଥାନ୍ତା? ଆରେ ଷ୍ଟୁଲ ଟା ପକେଇ ତମେ ଛିଡା ହେଇକି ଫଟୋ ତ ଲଗେଇ ପାରିଥାନ୍ତ। ଆରେ ତମକୁ ପରା କହିଲି ଥିରିକି ତଳୁ ଗଲା। ଦେଖିଲ ଦେଖିଲ ଏ ବେଡ କେତେ ମଇଳା ହେଇଛି, ଯାଇକି ଜଲ୍ଦି ସଫା କର। ଶୁଣ, ରୋଷେଇ ଘରେ ଚାହା ତମେ କରିଥିଲ? ହଁ, ମୁଁ ତିଆରି କରିଥିଲି। ଆରେ ତମକୁ ଯେବେ ଚାହା କରି ଆସୁନଥିଲା ତମେ ରୋଷେଇ ଘରକୁ ଯାଇକି ଚାହା କରୁଥିଲ କଣ ପାଇଁ? ସେ ସବୁ ସସ୍ପେନ୍ ଟାକୁ ଜଳେଇଦେଲ। ଆରେ କଥା କଣ କି, ଆରେ ସେ ଚା କଲା ବେଳେ ଟିକେ ଜଳିଗଲା। ଆରେ ସେ ସଫା କରିଦେଲେ ଛାଡିଯିବନି ସେଟା? କଣ କହିଲ? ସେଇଟା ସଫା ହେଇଯିବ? ଜାଣିଛ ସେ ସସ୍ପେଣ୍ଡର ଦାମ କେତେ? ସେଇଟା ମୋ ବାପା ଦେଇଥିଲେ। ଜାଣିଛ ପୋଡି ଯାଇଥିବା ବାସନକୁ ସଫା କରିବାକୁ କେତେ କଷ୍ଟ ଲାଗେ? ସଫା କଲେ ବି ସେଥିରେ ଦାଗ ରହିଯାଇଥାଏ। ମୁଁ ସଫା କରିବିନି, ତମେ ଯାଇକି ସଜରେ ସଫା କର। ହଁ, ଆଜିଠୁ ମୋ ବାସନରେ ହାତ ମାରିବନି। ପାଗଳ ହେଇଗଲାଣି ନା କଣ? ଫ୍ରିଜ ର ଡୋର କୁ ଏତେ ଜୋର କିଏ ବାଡଉଛି? ଏମିତି ବାଡେଇଲେ ଫ୍ରିଜ ଭାଙ୍ଗିଯିବ। ଜାଣିଛ ତମେ ଏ ଫ୍ରିଜ ର ଦାମ କେତେ? 50,000। ଏଇଟା ମୋ ବାପା ଦେଇଥିଲେ। ତମେ ୟାର କାହିଁ ଯତ୍ନ ନେବ? ତମକୁ ସବୁ ମାହାଳିଆରୁ ମିଳିଯାଇଛି ନା? ଆରେ ତମର ଯେମିତି ମନ ହଉଛି ତମେ ସେମିତି ବ୍ୟବହାର କରୁଛ। ଆରେ ତମେ ଜାଣିବ ଏଟା କେମିତି ବ୍ୟବହାର କରାଯାଏ ବୋଲି? ଆରେ ମୁଁ ଧୀରେ ସେ ତ ବନ୍ଦ କଲି, ତମେ ଆସିକି ମତେ ସବୁ ଏତେ ସବୁ କଥା କହିସାରିଲଣି। କଣ କହିଲ? ମୁଁ କାହିଁକି କହୁଛି? ମୁଁ କହିବିନି କାହିଁକି? ଏ ସବୁ ଜିନିଷ ମୋ ଘରୁ ଆସିଛି ନା, ମତେ କଷ୍ଟ ଲାଗିବ ନା। କାହିଁକି ନା ମୋ ବାପା ରୋଜଗାର କରିକି ମତେ ଦେଇଛନ୍ତି। ତମେ ନିଜେ କିଣି ଆଣ ନା, ସେଇଥିପାଇଁ ତମେ କେୟାରଲେସ୍ ହଉଛ। ଆରେ ସେଇଥିପାଇଁ ତମେ କୋଉ ଜିନିଷର ଦାୟିତ୍ୱ ନଉନ, ସବୁ ଜିନିଷ ଖରାପ କରିଦଉଛ। ହଁ ଭାଇ, କୁହନ୍ତୁ। ମ୍ୟାଡାମ, ମୁଁ ଶିଫ୍ଟିଂ ରୁ ଆସିଥିଲି। ଶିଫ୍ଟିଂ ରୁ? ଆମର ତ କୋଉ ଜିନିଷ ଶିଫ୍ଟ କରିବାର ନାହିଁ। ସାର୍ ଫୋନ କରିକି କହିଥିଲେ। ସାର୍ ଫୋନ କରିକି କହିଥିଲେ? ହଉ ଠିକ ଅଛି, ମୁଁ ତାଙ୍କୁ ପଚାରିକି ବୁଝୁଛି। ଆରେ ଶୁଣିଛ? ହଁ। ଆରେ ତମେ କାହାକୁ ଜିନିଷ ଶିଫ୍ଟ କରିବାକୁ ଡାକିଥିଲ କି? ହଁ ହଁ, ମୁଁ ଡାକିଥିଲି।
ଆରେ କୋଉ ଜିନିଷ ସିଫ୍ଟ କରିବ? ଆରେ ହଁ ହଁ, ଆରେ ତମ ଘରୁ ଯୋଉ ଖଟ, ଫ୍ରିଜ, ୱାସିଂ ମେସିନ ଆଉ ଟିଭି ଏସବୁ ଯୋଉ ଜିନିଷ ସବୁ ଆସିଥିଲା ମୁଁ ତାକୁ ନା ସିଫ୍ଟ କରିଦଉଛି ତମ ଘରକୁ। ହଁ, ତମ ବାପାଙ୍କୁ ଫୋନ କରି କହିଦିଅ ଏସବୁ ଜିନିଷକୁ ସେ ରିସିଭ କରିଦେବେ। ଆରେ ଆମ ଘରୁ ଯୋଉ ଜିନିଷ ଆସି ତମେ କଣ ପାଇଁ ଫେରଉଛ? ତମେ କହୁଥିଲ ନା ଏସବୁ ଜିନିଷକୁ ମୁଁ କେୟାର ନେଇ ପାରୁନି, ମୁଁ ନଷ୍ଟ କରିଦଉଛି, ଆର ଜିନିଷର ମୂଲ୍ୟ ମୁଁ ବୁଝିପାରୁନି, କାରଣ ଏସବୁ ତମ ବାପା ଦେଇଛନ୍ତି ତମରି ପାଇଁ। ତେଣୁ ତମେ ସବୁ ୟୁଜ କରିବ, ମୋର ଆର ମୂଲ୍ୟ କିଛି ନାହିଁ, ୟା ମୂଲ୍ୟ ମୁଁ ବୁଝିପାରୁନି। ତେଣୁ ଏଇଟା କାହିଁକି ଏଠି ରହିବ? ତେଣୁ ତମ ବାପ ଘରେ ରାଗି ରହୁ, ସେ ଆରାମସେ କେୟାରରେ ପୁରା ଠିକରେ ରହିବ। ଏଠି ରହିଲେ ନଷ୍ଟ ହେଇଯାଉଛି ନା, ଏ କେୟାର ମୁଁ ନିଜେ ନେଇ ପାରୁନି, ମୁଁ ଆକୁ ନଷ୍ଟ କରିଦଉଛି। ତେଣୁ ତମ ବାପା ଯୋଉ ଜିନିଷ ସବୁ ଦେଇଛନ୍ତି ସେ ସବୁ ତମ ଘରକୁ ଯାଉ, ମୋ ପଇସାରେ ମୁଁ ମୋ ଜିନିଷ ଆଣିକି ମୁଁ ମୋ ଘରେ ପକେଇବି। ଆରେ ମୁଁ ସେଇଆ କହୁନଥିଲି। ତାହେଲେ ତମେ କଣ କହିବାକୁ ଚାହୁଁଥିଲ? ଆରେ ତମେ ମତେ ସବୁବେଳେ ଚୁଗୁଲି ମାରୁଥିଲ ନା, ଯେ ତମ ବାପା ଏଇ ସବୁ ଜିନିଷ ଦେଇଛନ୍ତି, ତମ ବାପା ଦେଇଛନ୍ତି ଖଟ, ମୁଁ ତାର କେୟାର ନେଇ ପାରୁନି, ତମ ବାପା ଦେଇଛନ୍ତି ଫ୍ରିଜ, ମୁଁ ତାର କେୟାର ନେଇ ପାରୁନି, ତମ ବାପା ଦେଇଛନ୍ତି 50,000 ଟଙ୍କାର ଖଟ, ତମ ବାପା ଦେଇଛନ୍ତି 30,000 ଟଙ୍କାର ଫ୍ରିଜ, ତମ ବାପା ଦେଇଛନ୍ତି 50,000 ଟଙ୍କାର ଟିଭି, ଏସବୁର ମୁଁ କେୟାର ନେଇ ପାରୁନି। ତେଣୁ ସେଇଥିପାଇଁ ତମ ବାପ ଘରେ ଯାଇକି ରହିଲେ ସେ ପୁରା କେୟାର ନେବେ ପୁରା। ଯେତେବେଳେ ଏ ସବୁ ତମ ବାପା ଦେଇଛନ୍ତି, ତେଣୁ ତମ ବାପାଙ୍କ ପାଖକୁ ମୁଁ ପଠେଇ ଦଉଛି, ସେ ଆରାମସେ ତମ ବାପାଙ୍କ ପାଖରେ ଆରାମସେ ସେ ରହିବ। ତେଣୁ ଆଜିଠୁ ଘରେ ସବୁ ଜିନିଷ ଯାହା ସବୁ ଆସିବ ସବୁ ମୋ ପଇସାରେ ଆସିବ, କିନ୍ତୁ ସେ ସବୁ ଜିନିଷ ମୋର ହବନି, ସେଇଟା ହବ ଆମର ଜିନିଷ। ଓ, ଏସବୁ ଜିନିଷ ହଉଛି ତମର, ତେଣୁ ତମ ଘରକୁ ମୁଁ ପଠେଇ ଦଉଛି। ଆରେ ମୋର ଭୁଲ ହେଇଯାଇଛି, ମୋର ଏଇଆ କହିବା ନଥିଲା। ଆରେ ଭୁଲ କଣ ପାଇଁ ମାଗୁଛ? ଆରେ ହଁ ହଁ, ଆଉ ଗୋଟେ କଥା, ଆରେ ଏଇଟା ତମ ବାପା ଦେଇଥିଲେ ତେଣୁ ମୋ ପାଖରେ କାହିଁ ରହିବ? ଏଇଟା ନା ତମ ବାପାଙ୍କୁ ଦେଇଦବ। ହଁ, ମୋ ପାଖରେ ଯେତେବେଳେ ପଇସା ହବ ନା ମୁଁ ନିଶ୍ଚୟ ମୋ ପାଇଁ ଚେନଟେ କିଣି ନେବି। ଆରେ ତମେ ତ ଖରାପ ଭାବିଲ। ଆରେ ଖରାପ ଭାବିଲି? ଆରେ ତମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ସମୟରେ ମତେ ତମେ ଚୁଗୁଲି ମାଇଲ। ମତେ କହିଲ ମୁଁ ତମକୁ କୋଉ ଜିନିଷ ଉପରେ ନେଇକି ଚୁଗୁଲି କରିଛି? ଆରେ ମୁଁ କଣ ତମକୁ କହିଛି କୋଉ ଜିନିଷ ବ୍ୟବହାର କରନି ବୋଲି? ମୁଁ ଖାଲି କହିଛି ଜିନିଷ ସବୁ ଠିକରେ ବ୍ୟବହାର କର। ଆରେ ତମେ ମତେ ବ୍ୟବହାର କରିବାକୁ ମନା କରିନ, ତାମାନେ ମୁଁ ତମଠୁ ପରମିଶନ ନେଇକି ବ୍ୟବହାର କରିବି? ଶୁଣ, ଆଜି ସବୁ ଜିନିଷ ତମ ବାପ ଘରକୁ ଯିବ ମାନେ ଯିବ, ମୁଁ କହିଦଉଛି। ଆଉ ଯୋଉଦିନ ମୋ ପାଖରେ ପଇସା ହବ ସେଦିନ ମୋ ଘରକୁ ମୁଁ ସବୁ ଜିନିଷ ଆଣିବି। ପ୍ଲିଜ ଏମିତି କରନି। ମୋ ବାପା ନା ବହୁତ ଖରାପ ଭାବିବେ। ବାପାଙ୍କର ଇଜ୍ଜତ ନା ମାଟିରେ ମିଶିଯିବ। ଓ, ତମ ବାପାଙ୍କର ଇଜ୍ଜତ ଟା ମାଟିରେ ମିଶିଯିବ, ତାମାନେ ମୋ ଇଜ୍ଜତର କିଛି ମୂଲ୍ୟ ନାହିଁ? ଏଇ ଘର ହଉଛି ଆମ ଦୁଇ ଜଣଙ୍କର, କିନ୍ତୁ ତମେ ସବୁବେଳେ କହୁଛ ମୋର ମୋର ମୋର। ତୁ ଗୋଟେ କଥା କହିଲ, ତମ ବାପା ସବୁ ଏଇ ସବୁ ଜିନିଷ ସବୁ ଦେଇଥିଲେ, ସେ ସବୁ ଜିନିଷ ଆମ ଦୁଇ ଜଣ ୟୁଜ କରିବାକୁ ଦେଇଥିଲେ ନା ତମେ ଖାଲି ୟୁଜ କରିବ ବୋଲି ଦେଇଥିଲେ? ଆରେ ଆମେ ଦି ଜଣ ଯାକ ବ୍ୟବହାର କରିବାକୁ ଦେଇଥିଲେ। ତାହେଲେ ସବୁବେଳେ ତୁମେ କାହିଁକି ମୋର ମୋର ବୋଲି କହୁଥିଲ? ମୁଁ ତ କହୁଥିଲି ତାକୁ ଠିକରେ ବ୍ୟବହାର କର ବୋଲି। ତମେ ଯେମିତି କହୁଥିଲ ସେ ତମେ ଠିକରେ କହୁନଥିଲ, ସେଇଟା ହଉଛି ତମ ଇଗୋ। ସବୁବେଳେ ଖାଲି କହୁଥିଲ ମୋର ମୋର ମୋର, ଖାଲି ଗର୍ବ, ଅହଙ୍କାର। ଯୋଉଦିନ ତମ ମନରୁ ଗର୍ବ ଆଉ ଅହଙ୍କାର ମନରୁ ଯିବ ସେଦିନ ଯାଇକି ମୁଁ ତମ ସହିତ କଥା ହେବି। ହୁଁ।